ପିଲାମାନେ ଆଶା କରେ ତମମାନେ ସବୁ ଭଲରେ ଥିବ, ପାଠପଢ଼ା ଠିକଠାକ କରୁଥିବ। କେବଳ ପାଠପଢ଼ା ନୁହେଁ, ବରଂ ଖେଳକୁଦରେ ବି ମନେ ରଖିଥିବ। ସର୍ବୋପରି ଆଜି ଗୋଟେ ବଢ଼ିଆ ଟପିକ୍ ବିଷୟରେ ଆଲୋଚନା କରିବା ପାଇଁ ମାନସିକ ସ୍ତରରେ ପ୍ରିପେୟାର ହେଲି। ପ୍ରକୃତ ସତ କଥା କହିବାକୁ ଗଲେ, ଗତକାଲି ବସ୍ରେ ଆସୁ ଆସୁ ଜଣେ କଲେଜ ପଢ଼ୁଆ ପିଲାଟିକି ପଚାରିଲି, କଥାବାର୍ତ୍ତା ପ୍ରସଙ୍ଗରେ ତା ସହିତ ଦ୍ୱିପଦ ବାର୍ତ୍ତାଳାପ ଭିତରେ ତାକୁ ପଚାରିଲି, ବାବୁରେ ଆମେ ଯେଉଁ ଜାଣିଛନ୍ତି ସ୍ମଲ୍ ସ୍ମଲର ସ୍ମଲେଷ୍ଟ, ବିଗ୍ ବିଗର ବିଗେଷ୍ଟ, କିନ୍ତୁ ବ୍ୟୁଟିଫୁଲ୍ ମୋର୍ ବ୍ୟୁଟିଫୁଲ୍ ମୋଷ୍ଟ ବ୍ୟୁଟିଫୁଲ୍ ବା ଇଣ୍ଟେଲିଜେଣ୍ଟ ମୋର୍ ଇଣ୍ଟେଲିଜେଣ୍ଟ ମୋଷ୍ଟ ଇଣ୍ଟେଲିଜେଣ୍ଟ କାହିଁକି ହେଉଛି? ସେ କଲେଜ ପଢ଼ୁଆ ପିଲାଟି ପାଖରୁ ଯେଉଁ ଉତ୍ତର ପାଇଲି, ବାସ୍ତବରେ ଭାରି କଷ୍ଟ ଦେଲା। ଉତ୍ତରେ ସେ ମୋତେ କହିଲା, ସାର୍ ଏ କଥା ମୋର ଭୁଲ କି ମୋତେ ପଢ଼ଉଥିବା ଶିକ୍ଷକର ଭୁଲ ମୁଁ ଜାଣିନି, କିନ୍ତୁ ସାର୍ ମୁଁ ଜାଣିନି। ଏ ପ୍ରଶ୍ନ ମୋ ମନ ଭିତରେ ଉଙ୍କି ମାରିଲା। ଭାବିଲି ଅଗଣିତ ପିଲାମାନଙ୍କୁ, ଯେଉଁମାନେ ଏ ସମ୍ପର୍କରେ ଟିକେ ଅନଭିଜ୍ଞ ଅଛନ୍ତି, ସେମାନଙ୍କୁ ଜଣେଇବି। କଥା ସେଠି ନାହିଁ, କଥା ହେଉଛି ଏଇଭଳି ଅନେକ ଗ୍ରାମାର ଅଛି ଯାହାର ଛୋଟ ଛୋଟ କଥା, ଏକଦମ ଛୋଟ ଛୋଟ କଥା ଯାହାକୁ ଆମେ ଆଜି ପର୍ଯ୍ୟନ୍ତ ଜାଣିପାରି ନାହାନ୍ତି। এইଭଳି କିଛି କିଛି ଛୋଟ ଛୋଟ ଭିଡ଼ିଓକୁ ଆମେ ଉପେକ୍ଷା କରିବାନି, ବରଂ ଜାଣିବାର ପ୍ରୟାସ ରଖିବା। ଆଜିର এই ଭିଡ଼ିଓରେ ତମମାନଙ୍କୁ ଏମିତି କିଛି ବିଷୟରେ ମୁଁ କହିବାକୁ ଯିବି ବା ବୁଝେଇବି ଯାହା ତମର ନିହାତି ଦରକାର, ଜାଣିବା ଦରକାର। ଏକଦମ ଛୋଟ କଥାଟି, କିନ୍ତୁ ଆମେ ତାକୁ ଇଗ୍ନୋର କରିଦେଇଛନ୍ତି। ଆଶା ରଖୁଛି ତମମାନେ ନିଶ୍ଚୟ ଏ ବାବଦରେ ସତର୍କ ହବ। ଯେଉଁଠି ବି ଛୋଟ ଛୋଟ ପ୍ରଶ୍ନ ଆସୁଛି ତାକୁ ନିଜ ଭିତରେ ବା ପଢ଼ଉଥିବା ଶିକ୍ଷକମାନଙ୍କ ଦ୍ୱାରା ତାର ସମାଧାନ କରିବାକୁ ଚେଷ୍ଟା କରିବ। ଆଶା କରୁଛି ଆଜିର এই ଭିଡ଼ିଓକୁ ଭଲ ଭାବରେ ଦେଖିବ ଏବଂ ଯେଉଁଠି ବି ନ ବୁଝିପାରିବ ତଳେ ଦିଆଯାଇଥିବା ମୋବାଇଲ ନମ୍ବର, ହ୍ୱାଟ୍ସଆପ୍ ନମ୍ବରରେ ତମମାନେ ମୋତେ ମେସେଜ କରିପାରିବ। ଯଦି ନ ବୁଝିପାରିବ, ଚେଷ୍ଟା କରିବି ପୁଙ୍ଖାନୁପୁଙ୍ଖ ଭାବରେ ତମକୁ ବୁଝେଇବା ପାଇଁ, ହ୍ୱାଟ୍ସଆପ୍ ମାଧ୍ୟମରେ ଉତ୍ତର ଦେବା ପାଇଁ। ଆସ ଆଜିର ସେଇ ବିଶେଷ କଥା, ଆଡଜେକ୍ଟିଭ। ଆମେ ଜାଣିଛନ୍ତି ଆଡଜେକ୍ଟିଭ ବହୁତ ପ୍ରକାରର ଆଲୋଚନା ହେଇଛି। ସେଇ ଆଡଜେକ୍ଟିଭର ଯେଉଁ ଡିଗ୍ରୀ କଥା ମୁଁ କହୁଛି, ସେଇ ଡିଗ୍ରୀ ବିଷୟରେ ଆଲୋଚନା କରିବା ଏବଂ ସେ ଡିଗ୍ରୀ ଦ୍ୱାରା କେମିତି ଏକ ନୂତନ ଅଧ୍ୟାୟକୁ ଆମେ ହାତେଇବା, ସେ ସମ୍ପର୍କରେ ବିଶେଷ ଭାବରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରିବା। ପିଲାମାନେ ଆଜି খুব ସୁନ୍ଦର ଚ୍ୟାପ୍ଟର ଆଡଜେକ୍ଟିଭ। ସେ ଆଡଜେକ୍ଟିଭର ମୁଖ୍ୟତଃ ଆଜି ଆମେ ଆଡଜେକ୍ଟିଭର ଡିଗ୍ରିଜ ଅଫ୍ ଆଡଜେକ୍ଟିଭ ପଢ଼ିବା। ଆଡଜେକ୍ଟିଭର ଯେଉଁ 3ଟି ଡିଗ୍ରୀ ଅଛି, ସେଇ ଡିଗ୍ରୀ ସମ୍ପର୍କରେ ଆଲୋଚନା କରିବା। খুব ସୁନ୍ଦର ବିଷୟଟିଏ। ଏ ବାବଦରେ ମୁଁ ପୂର୍ବରୁ କହିଛି ଯେ ଆମେ ସ୍ମଲ୍ ସ୍ମଲର ସ୍ମଲେଷ୍ଟ, ବିଗ୍ ବିଗର ବିଗେଷ୍ଟ, କିଛି ଜାଗାରେ ଅଛି ଯେଉଁଗୁଡ଼ାକ ମୋର୍ ମୋଷ୍ଟ ବସେ। ଉଦାହରଣ ସ୍ୱରୂପ ବ୍ୟୁଟିଫୁଲ୍ ମୋର୍ ବ୍ୟୁଟିଫୁଲ୍ ମୋଷ୍ଟ ବ୍ୟୁଟିଫୁଲ୍। ତେଣୁ ଆମେ ଯେଉଁ ମୋର୍ ବ୍ୟୁଟିଫୁଲ୍ ମୋଷ୍ଟ ବ୍ୟୁଟିଫୁଲ୍ କେଉଁ କେଉଁ ଜାଗାରେ ବସେଇବା ଦେଖିବା। ସେଇ ଆଡଜେକ୍ଟିଭର 3ଟି ଡିଗ୍ରୀ ମୁଖ୍ୟତଃ ଆମେ ଜାଣିଛନ୍ତି ଯେ 1ରେ ପଜିଟିଭ ଡିଗ୍ରୀ, 2ରେ କମ୍ପାରେଟିଭ ଡିଗ୍ରୀ, 3ରେ ସୁପରଲେଟିଭ ଡିଗ୍ରୀ। এই 3ଟି ଡିଗ୍ରୀକୁ ନେଇ ଆଜି ଆଲୋଚନା। ଯେ ପ୍ରଥମ କଥା ହେଉଛି ଆମେ ଦେଖିବା ଏ ଯେଉଁ ଆଡଜେକ୍ଟିଭ ଅଛି, ସାଧାରଣତଃ এই ଆଡଜେକ୍ଟିଭକୁ ଦୁଇ ଭାଗରେ ବିଭକ୍ତ କରିବା। ଆଡଜେକ୍ଟିଭକୁ 2 ଭାଗରେ ବିଭକ୍ତ କରାଯାଇଛି। 1ରେ ରେଗୁଲାର ଆଡଜେକ୍ଟିଭ, 2ରେ ଇରେଗୁଲାର ଆଡଜେକ୍ଟିଭ। এই রেগুলার আডজেক্টিভ কোন, ইরেগুলার আডজেক্টিভ কোন? ଯେଉଁ ଆଡଜେକ୍ଟିଭ ଗୁଡ଼ିକରେ
ସାଧାରଣତଃ କମ୍ପାରେଟିଭ ସୁପରଲେଟିଭ ଡିଗ୍ରୀ କଲା ବେଲେ ଆମେ ଦେଖିଥିବା ସେଥିରେ ER କିମ୍ବା EST ବସିଥିବ। ER କମ୍ପାରେଟିଭ ଡିଗ୍ରୀରେ, ସୁପରଲେଟିଭ ଡିଗ୍ରୀରେ EST বা IER IEST এইগুଡ଼ାକ ଯେଉଁଠି ବସିଥିବ ତାକୁ ଆମେ ରେଗୁଲାର ଆଡଜେକ୍ଟିଭ କହିବା। ଏବଂ ଯେଉଁଗୁଡ଼ିକରେ ଏ ଜିନିଷକୁ ବସେଇ ପାରିବା ନାହିଁ ସେଗୁଡ଼ିକୁ କ'ଣ କହିବା ନା ଇରେଗୁଲାର ଆଡଜେକ୍ଟିଭ। ଦେଖିବା ଯେ ରେଗୁଲାର ଆଡଜେକ୍ଟିଭ ଗୁଡ଼ିକ କିଏ କିଏ? ବିଗ୍, ସ୍ମଲ୍, ଏଗୁଡ଼ିକ ସବୁ ରେଗୁଲାର ଆଡଜେକ୍ଟିଭ। ରେଗୁଲାର ଆଡଜେକ୍ଟିଭ ଯେ ସେଇ ପ୍ରଶ୍ନ ଆସୁଛି କୋଉଠି ER EST ବସିବ, କୋଉଠି ମୋର୍ ମୋଷ୍ଟ ବସିବ। ସେଥିପାଇଁ ସବୁଠୁ ମୁଖ୍ୟ ଭୂମିକା ଗ୍ରହଣ କରେ ସିଲେବୁଲ। ତାହେଲେ এই ସିଲେବୁଲ କଥା ଯେତେବେଳେ ଆସୁଛି, ସିଲେବୁଲ କ'ଣ? ସିଲେବୁଲ କେମିତି ଆମକୁ ନିର୍ଦ୍ଧାରଣ କରିବ ଯେ କୋଉଟା ER EST ବସିବ, କୋଉଟା IER IST ବସିବ ବା କୋଉଟା ମୋର୍ ମୋଷ୍ଟ ବସିବ? খুব সুন্দর কথা। ଦେଖିବା ଯଦି ସିଲେବୁଲ ମୁଖ୍ୟ କଥା ଏଠି ଭୂମିକା ଗ୍ରହଣ କରୁଛି ତାହେଲେ ସିଲେବୁଲ କ'ଣ ନା ସିଲେବୁଲ ଇଜ ଏ ୟୁନିଟ୍ ଅଫ pronunciation having one vowel sound. Syllable is a unit of pronunciation having a single vowel sound. এই ସିଲେବୁଲକୁ ଆମେ ମଧ୍ୟ ଅଲଗା ଗୋଟେ ନାଁ ଦେଇପାରିବା, ତାକୁ କୁହାଯାଏ ବିଲ୍ଡିଂ ବ୍ଲକ୍। ଏଇ ସିଲେବୁଲକୁ ଆମେ ଆଉ ଗୋଟେ ନାଁ ଦେଇପାରିବା, ସେଟା ହଉଛି ବିଲ୍ଡିଂ ବ୍ଲକ୍। ବିଲ୍ଡିଂ ବ୍ଲକ୍, এই বিল্ডিং ব্লক that is also a unit of pronunciation having single vowel sound. ଏବେ ଦେଖିବା এই ସିଲେବୁଲ ର ଷ୍ଟ୍ରକ୍ଚର କେମିତି। ଗୋଟେ ସିଲେବୁଲ ଆମେ ଯଦି କହିବା ଗୋଟେ ସିଲେବୁଲ, ସେ ସିଲେବୁଲର ଷ୍ଟ୍ରକ୍ଚର, ସେ ସିଲେବୁଲର ଷ୍ଟ୍ରକ୍ଚର ମୁଖ୍ୟତଃ ତିନୋଟି ଜିନିଷକୁ ନେଇକି ଥାଏ। ଷ୍ଟ୍ରକ୍ଚର ଅଫ ସିଲେବୁଲ ତିନୋଟି ପାର୍ଟକୁ ନେଇ ଗୋଟେ ସିଲେବୁଲ ଗଠିତ। ୱାନ୍ ଇଜ ନ୍ୟୁକ୍ଲିୟସ୍, ସେକେଣ୍ଡ ଇଜ ଅନସେଟ୍, ଥାର୍ଡ ଇଜ କୋଡା। ପିଲାମାନେ ଏଇଟା ମନେ ରଖିବାକୁ ନିହାତି ଦରକାର। ନ୍ୟୁକ୍ଲିୟସ୍, ଅନସେଟ୍, କୋଡା। ପ୍ରଥମେ ବୁଝିବା ହ୍ୱାଟ ଇଜ ନ୍ୟୁକ୍ଲିୟସ୍। ବେଟର ହବ ଏକ୍ସାମ୍ପଲ ମାଧ୍ୟମରେ ଏଇଟା ବୁଝିଲେ ଖୁବ ସୁନ୍ଦର ଭାବରେ ବୁଝିପାରିବା। ମନେ କରାଯାଉ ଗୋଟେ ଏକ୍ସାମ୍ପଲ ନବା, କେଟ୍, CAT, ଗୋଟେ ୱାର୍ଡ ନେଲେ କେଟ୍। କେଟ୍ର ମୁଁ କହିଛି ୟୁନିଟ୍ ଅଫ pronunciation having one vowel sound. ଏଠି ଯଦି ସାଉଣ୍ଡ ଦେଖାଯାଏ C T ମଝିରେ ରହିଲା A, କ୍ୟାଟ୍, କ୍ୟାଟ୍। এই A ହେଉଛି ତମର ନ୍ୟୁକ୍ଲିୟସ୍ ବା ତାକୁ କହନ୍ତି ପିକ୍, ପିକ୍। এই A ସାଉଣ୍ଡ, এই ଭାୱେଲ ସାଉଣ୍ଡ ହେଉଛି ପିକ୍। এই ସିଟା, এই C ଯୋଉଟା କି ନ୍ୟୁକ୍ଲିୟସ୍ ପୂର୍ବରୁ ରହିଲା ତାକୁ ଆମେ କହିବା ଅନସେଟ୍। ଦିସ୍ ଇଜ କଲ୍ଡ ଅନସେଟ୍। ଏବଂ ଯୋଉ କନସୋନାଣ୍ଟ ସାଉଣ୍ଡଟା ଏଇ ଭାୱେଲ ସାଉଣ୍ଡ ପରେ ରହିଲା ତାକୁ ଆମେ କହିବା କୋଡା। ବୁଝିଗଲା? ଆଉ ଥରେ କହୁଛି, ଯୋଉ ଭାୱେଲ ସାଉଣ୍ଡ ରହିଲା ତା ପରବର୍ତ୍ତୀ କନସୋନାଣ୍ଟ ସାଉଣ୍ଡ ତାକୁ କହିବା କୋଡା। ଯୋଉ ଭାୱେଲ ସାଉଣ୍ଡ ରହିଲା ତାର ପୂର୍ବବର୍ତ୍ତୀ କନସୋନାଣ୍ଟ ସାଉଣ୍ଡକୁ ଅନସେଟ୍ କୁହାଯାଏ। The consonant sound that comes before the vowel sound or the nucleus or the peak is called the onset, and the consonant sound that comes after the peak or nucleus or the vowel sound is called coda. So এই তিনিটা ଜିନିଷକୁ ନେଇକି ଆମର ଗୋଟେ ସିଲେବୁଲ ଗଠିତ। ବର୍ତ୍ତମାନ ଗୋଟେ ୱାର୍ଡ ଦେଖିବା, ମେସିନ୍, MACHIN। এই ମେସିନ୍ରେ କେତୋଟି ସିଲେବୁଲ ଅଛି? ଲକ୍ଷ୍ୟ କରିବା, ମେସିନ୍ରେ କେତୋଟି ସିଲେବୁଲ ଅଛି? MACHINE, MACHINE,
एम एर लक्ष्य कर ए होची भावेल साउंड एम होची ऑनसेट CHINE एथिरे मैसिन मैसिन प्रोनाउंसिएशन मैसिन CHI होची भावेल बा पिक एथिरे CH हला ऑनसेट एनी एटा कोन कोडा ताले एठी केतोटी केतोटी सिलेबल रहिला दुईटी सिलेबल जोटा कुआ जाए डाइसिलाबिक किंतु आमे जो देखिथिले केट एठी एटा पिक टीटा कोडा सीटा ऑनसेट एठी केतोटी सिलेबल रहिछि गोटिए सिलेबल रहिछि सुतरां एटा होछि मोनोसिलाबिक as it has only one syllable so it is called monosyllabic. If it has two syllables it is disyllabic. If more than two it is called polysyllabic. Monosyllabic, disyllabic, polysyllabic. गोटे वर्ड देखिबा हैप्पी HEAVY हैप्पी एबे मन भितर प्रश्न आसीबो ये केतोटी सिलाबल अछि एथिरे केतोटी सिलाबल अछि ना एठी मात्र गोटिए सिलेबल अछि तार कारण ए दुईटी भावेल मिसी कोन हेछि ना डिप्थंग हेछि कोन हेछि डिप्थंग मूल कथा टी चिंता करिवा आमे देखिथिले एडजेक्टिव दुई प्रकार थिला गोटे होची रेगुलर आ गोटे होची इरेगुलर से रेगुलर एडजेक्टिव गुडी को आमे वर्तमान दुई भाग रे विभक्त करिवा ए होची शॉर्ट एडजेक्टिव गोटे होची लॉन्ग एडजेक्टिव ताले एटी शॉर्ट एडजेक्टिव कोन ना शॉर्ट एडजेक्टिव होची सेही एडजेक्टिव जो एडजेक्टिव मात्र वन सिलेबल the regular adjectives having one syllable is called short adjective and the regular adjective having more than one syllable is called long adjective. ताले पे आसीबा सेही प्रश्नर उत्तर जे जोठी जो गुडिक शॉर्ट एडजेक्टिव गुडिक शॉर्ट एडजेक्टिव तो एडजेक्टिव्स हैविंग वन सिलेबल सेमानकर केमिति हबो कंपैरेटिव सुपरलेटिव ER बा IER रु EST बा IEST हबो उदाहरण बा बिग केतटा सिलेबल बिग वन सिलेबल हेले कोन हबो ना बिग बिगर बिगेस्ट किंतु मु जदि कहबी ब्यूटीफुल क्लियर ब्यू टी फुल ब्यूटीफुल तेनु ए ब्यूटीफुल केतोटी सिलेबल हला 1 2 3 so it is 3 syllables obviously it is a long adjective means it will take most beautiful more beautiful most beautiful like that way if you take intelligent केमति हबो more intelligent most intelligent you can take an example lazy LAZY lazier laziest small one syllable small smaller smallest very interesting